ବାପା ଆରେ ତୁମର ମତିପତି ଭ୍ରମ ହେଇଯାଇଛି ବୋଧେ, ସେଇଥିପାଇଁ ଏମିତି ସବୁ କହିଯାଉଛ। ଏ ହେଉଛି ମୋ ପୁଅ। ନାଇଲୋ ମା କଲାବତୀ, ସେଇଟା ତୋର ପୁଅ ନୁହେଁ। ତାହେଲେ ଏ କାହାର ପୁଅ ଶୁଣିବାକୁ ଚାହୁଁଛୁ? ଆପଣ ଯଦି ଜାଣିଛନ୍ତି ତଥାପି ମତେ ବିଶ୍ୱାସ ହେଉନି। ଏ ପରା ମୋ ପୁଅ। ତାହେଲେ ଶୁଣି ଚାଲ ମା କଲାବତୀ। କଣ ଶୁଣେଇବ? ମା କଲାବତୀ, ହଁ ବାପା। ଲୋ କଲାବତୀ, ବୁଦ୍ଧି କି ହେଲା ତୋର ମତି। ମା କଲାବତୀ, ଲୋ କଲାବତୀ, ବୁଦ୍ଧି କି ହେଲା ତୋର ମତି। ଲୋ କଲାବତୀ, ବୁଦ୍ଧି କି ହେଲା ତୋର ମତି। ତୋର ପୁଅକୁ ନିଜର କହୁଅଛୁ ତୁହି ଏଠି, ତୋର ପୁଅକୁ କହୁଛୁ ନିଜ ପୁଅ ଏଠି ତୁହି। କଲାବତୀ, ତୋ ପୁଅକୁ କେଉଁଠି ଫିଙ୍ଗିଲୁ? ଲୋ କଲାବତୀ, ତୋ ପୁଅକୁ କେଉଁଠି ଫିଙ୍ଗିଲୁ? ନାଇଁ ବାପା, ଏ ଆପଣ କଣ କହୁଛନ୍ତି? ନାଇଲୋ ମା ଫିଙ୍ଗିଲୁ। ଏ ଆପଣ କଣ କହୁଛନ୍ତି ବାପା? ମା କଲାବତୀ, ବାପା। ଶୁଣିବାକୁ ଚାହୁଁଛୁ? ହଁ ବାପା। ଯେତେବେଳେ ନାଲୋ ତୁ ତୋ ଛୁଆକୁ ଧରିକି ଆସୁଥିଲୁ ଏ ରାଜ୍ୟର ଲୋକମାନେ ହୁଁ। ତତେ ପରା ମାଡ଼ ମାରି ବିତାଡ଼ିତ କରିଦେଇଥିଲେ। ଏ ମା କଲାବତୀ, ମା କଲାବତୀ, ବାପା ତୁ କଣ ଏବେ ରାଜରାଣୀ ହେଇଗଲୁ? ସବୁ କଥାଟା ଭୁଲିଗଲୁ? ନାଇଁ ବାପା, ମୁଁ ରାଜ୍ୟର ରାଣୀ ହେଇଛି ସତ, କିନ୍ତୁ ରାଜ୍ୟର ରାଣୀ ହେଇଛି କାହିଁକି ଜାଣିଛ? ମୁଁ ନିଜ ଜୀବନକୁ ବଞ୍ଚେଇବା ପାଇଁ ଆଉ ମୋ ଏ ସୁପୁତ୍ରକୁ ମୋ ପାଖରେ ସବୁଦିନ ପାଇଁ ଗେଲବସର କରି ବଢ଼େଇବା ପାଇଁ। ଆଇଲୋ ମା କଲାବତୀ, କଣ କହୁଛନ୍ତି ବାପା? ମୁଁ ଯାହା କହୁଛି ସତ କହୁଛି। ତାହେଲେ ମୋ ପୁଅ ଗଲ କୁଆଡ଼େ? ମା କଲାବତୀ, ବାପା ସେଦିନ ପରା ତୋ ପୁଅକୁ ସେ ରାଜ୍ୟର ଲୋକ ମାରି ମାରି ବିତାଡ଼ିତ କରିଦେଇଥିଲେ ତୋ ସହିତ। ଏ ଆପଣ ସତ ଯେମିତିକି କଟା ଘରେ ଚୁନ ମାରିଲା ବୋଲି କାହିଁକି ମୁଁ ଛାତିରେ ଯନ୍ତ୍ରଣା ଦେଉଛି ବାପା? କାହିଁକି ମୋତେ କିଲିବିଲି କରିବା ପାଇଁ ତମେ ଆଜି ଚାଲି ଆସିଛ? ଆଲୋ ଏ ମା କଲାବତୀ, ବାପା ତୁ ପରା ମୋ ନିଜ ଝିଅ। ମୁଁ କଣ ତତେ ମିଛ କହିବି? ଆଲୋ ମା କଲାବତୀ, ବାପା ତୁ ଯଦି ଆଉ କାହା ଝିଅ ହୋଇଥାନ୍ତୁ ତାହେଲେ ତତେ ମୁଁ ଲୁଚେଇ ବି ଦେଇଥାନ୍ତି। ମୁଁ ପରା ତୋ ନିଜ ବାପା, ତୁ ପରା ମୋ ନିଜ ଝିଅ। ମା କଲାବତୀ, ବାପା କେମିତି ତତେ ବା ମିଛ କହିବି? ତାହେଲେ ୟାକୁ ସିନା ମୋ ପୁତ୍ର ହିସାବରେ ଗିଳବସ୍ତ୍ର କରି ବଢ଼େଇ ଆସିଛି, ମୋ ପୁତ୍ର କୁଆଡ଼େ ଗଲା ତ ମୁଁ ଜାଣିପାରୁନି ବାପା। ନା, ତାହେଲେ ମୁଁ କେମିତି ମୋ ପୁଅକୁ ପାଇବି ଆଉ କେମିତି ମୋ ଦିନ ଉପରେ ଦିନ କାଳାତିପାତ କରିପାରିବି ବାପା? କେମିତି ମୋ ଜୀବନ ବଞ୍ଚିବି ମୁଁ? ମାଲୋ କଲାବତୀ, ବାପା ତତେ ରାଜ୍ୟରେ ହିଁ ରହିକି ତୋ ପୁଅକୁ ଖୋଜିବାକୁ ପଡ଼ିବ ଲୋ ମା କଲାବତୀ। ମୁଁ କେମିତି ରାଜ୍ୟରେ ମୋ ପୁଅକୁ କରି ପାଇବି? ହଲୋ, ମୋ ପୁଅ ତ ଖୋଳ ଛୁଆଟିଏ, ସେ କୋଉଠି ବଞ୍ଚୁଛି କୋଉଠି ଜିଉଛି କଣ ଖାଇକି ରହୁଛି ମୁଁ ଆଜି ଯାଇ କିଛି ବି ଜାଣିନି। ମୋ ପୁତ୍ର ଗଳା କୁଆଡ଼େ କିଛି ବି ଜାଣିନି ବାପା। କେମିତି ଉପାୟରେ ମୁଁ ରାଜ୍ୟରେ ବଞ୍ଚି ରହିବି? ମାଲୋ ତୁ ମନ ଦୁଃଖ କର ନାଲୋ ମା। ତାହେଲେ କଣ କରିବି? ତ ଏ ବୁଢ଼ା ବାପ ଥିବା ପର୍ଯ୍ୟନ୍ତ ମୋ ଝିଅ କଲାବତୀର କିଛି ହେବାକୁ ଦେବିନି। ମାଲୋ ବାପା ଏ ମା କଲାବତୀ,
ବାପା ତୁ ଯେଉଁ ପୁଅକୁ ତୋ କାଖରେ ଧରିଛୁ ହଁ ବାପା ତୁ ତାକୁ ବହିଷ୍କାର କରିବାକୁ ପଡିବ। ଏ କଣ ଛଡ କେମିତି ମୁଁ ବହିଷ୍କାର କରିପାରିବି ବାପା? ଆଉ କଣ କରିବୁ ରେ ମା? ତୁ କଣ ପର ପୁଅକୁ ଧରିକି ତୁ ଏମିତି ଥେଇ ଥେଇ ହେବୁ? ତୋ ନିଜ ପୁଅ କଣ କାଙ୍ଗାଳ ପରି ବଞ୍ଚିବ? ତୁ କଣ ସେମିତି ଚାହୁଁଛୁ? ନାଇଁ ବାପା ମୁଁ କେବେ ବି ସେମିତି ଚାହୁଁନି। ମୁଁ ମୋ ପୁତ୍ରକୁ ସେମିତି ବି ଖୋଜିବାକୁ ପଡିବ, ସେମିତି ହଉ ମୁଁ ମୋ ପୁଅକୁ ଫେରି ପାଇବାକୁ ପଡିବ। ହଲୋ ମା ମାଲୋ ବାପା ତୋ ଘରକୁ ମୁଁ ଗୋଟେ ଉଦ୍ଦେଶ୍ୟ ନେଇକି ଆସିଥିଲି। କି ଉଦ୍ଦେଶ୍ୟ ନେଇକି ଆସିଛନ୍ତି ବାପା? ହେଲେ କଣ ଛୁଆକୁ ଦେଖିକି ମୋ ମନ ଆଉ ଭଲୁନି ଲୋ ମା। କଣ ମନ ବୋଲୁନି ବାପା? ଦେଖିଲ ମା ଏବେ ତୋ ରାସ୍ତା ତୋ ଆଡରେ। ମୁଁ ତ ବାପା ହିସାବରେ ଯାହା କହିଛି ମା କଳାବତୀ ବାପା ଏଥର ମୁଁ ଆସୁଲି। ଦେଖିଲ ମା। ଠିକ ଅଛି ବାପା ଆପଣ ତାହେଲେ ଆସିପାରନ୍ତି। ଦେଖିଲ ମା ଏ ରାଜ୍ୟରେ ସତର୍କ ହୋଇକି ରହିବୁ। ହଁ ବାପା ମୁଁ ତାହେଲେ ଆସୁଛି। ଠିକ ଅଛି ବାପା। ଆସୁଥିଲ ମା କଳାବତୀ। ହଁ ବାପା ହଲୋ ସତକୁ ସତ ସେଦିନର ଛାତି ତର ହୃଦୟକୁ ଆଣି ଯଦି ମୁଁ ପୁଣି ଥରେ ମନେ ପକେଇବି ତାହେଲେ ମୁଁ ବଞ୍ଚିବା କଷ୍ଟକର ହେଇଯିବ। ଆରେ ରାଜାଙ୍କ ପରିବାର ଲୋକ ଯଦି ଯେତିକି ବେଲେ ମୋ ପୁତ୍ରକୁ ମୋ ଠାରୁ ଅଲଗା କରି ମତେ ଦୁର୍ନୀତି ମାଡ଼ ମାରିଛନ୍ତି, ମୁଁ ବି ଛାଡ଼ିବିନି। ମୁଁ ବି ତାଙ୍କୁ ପ୍ରତିଶୋଧ ନେବି। ମୋ ପୁତ୍ର ଯୋଉଠି ଥାଉ ନା କାହିଁକି ମୁଁ ନିଶ୍ଚୟ ମୋ ଜୀବନ ଚାଲିଗଲେ ମଧ୍ୟ ମୋ ପୁତ୍ରକୁ ଖୋଜି ପାଇବି, ନିଶ୍ଚୟ ଖୋଜି ପାଇବି। ଏ କଳାବତୀ ଆଜିଠାରୁ ସାଜିଯିବ। ଆଉ ଏ କଳାବତୀ ଲେଖିବ ନିଜ କାହାଣୀ। କଳାବତୀ